ଆଲୁଅକୁ ଭଲ ପାଇ ବସି ଝଡ଼ିପୋକଟା ନିଜର ସବୁ ଡେଣା ହରେଇ ବସେ। ଆଲୁଅକୁ ଭଲ ପାଇ ବସି ଝଡ଼ିପୋକଟା ତାର ସର୍ବସ୍ୱ ହରାଇ ଦିଏ। ଆଲୁଅକୁ ଭଲ ପାଇ ବସି ଝଡ଼ିପୋକ ତାର ସର୍ବାଙ୍ଗ କ୍ଷତି କରେ। ତଥାପି ସେ ଆଲୁଅକୁ ହିଁ ଭଲ ପାଉଥାଏ। ସେ ଆଲୁଅ ବିନା ରହିପାରେ ନା। ବୋଧହୁଏ ୟାକୁ ହିଁ ଭଲ ପାଇବା କୁହାଯାଏ। ଆଉ ଆଜିର ମଣିଷ ଯେଉଁ ଭଲ ପାଇବା ଅନ୍ୟକୁ ଦେଉଛି ତାହା ତ କେବଳ ସ୍ୱାର୍ଥ ହିଁ ହୋଇଥାଏ। ନହେଲେ ଏଠି ପ୍ରକୃତ ଭଲ ପାଇବା କିଏ ବା କାହାକୁ ପାଉଛି? ଯେଉଁଠି ନିଃସ୍ୱାର୍ଥପର ଆଉ ତ୍ୟାଗ ରହିଥାଏ। ଝଡ଼ିପୋକ ପାଖରୁ କିଛି ନିହାତି ଶିଖିବାର ଆବଶ୍ୟକତା ଅଛି। ଏଇ ତ ଜୀବନର କଥା।